2023 ପାଖାପାଖି 17 ଲକ୍ଷ ଲୋକ ଓଡିଶା ଛାଡି ବାହାରକୁ ମାଇଗ୍ରେଟ୍ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ଲୋକ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଭଳି ରାଜ୍ୟକୁ ରୋଜଗାର ଖୋଜିବା ପାଇଁ ଯାଇଛନ୍ତି। ତେବେ ପ୍ରଶ୍ନ ହେଉଛି ଯେ ଯେତେବେଳେ ପ୍ରତ୍ୟେକ ନିର୍ବାଚନରେ ବିକାଶର କଥା କୁହାଯାଏ, ତେବେ ପ୍ରତିବର୍ଷ ଏତେ ସବୁ ଲୋକ ବାହାରକୁ କାହିଁକି ଯାଆନ୍ତି? ଆସନ୍ତୁ ଆଜି ଆମେ ଏହାର କାରଣ ଖୋଜିବା ପାଇଁ ଟ୍ରାଏ କରିବା। ମାଇଗ୍ରେସନ ବା ସ୍ଥାନାନ୍ତରଣ ହେଉଛି ଏକ ଏପରି ପ୍ରକ୍ରିୟା ଯେଉଁଥିରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତି, ମୋଷ୍ଟଲି ବେଟର ଜବ୍ ପାଇଁ କିମ୍ବା ବେଟର ଲାଇଫଷ୍ଟାଇଲ ପାଇଁ। ଓଡିଶାରେ ସିଜନାଲ ମାଇଗ୍ରେସନ ବହୁତ କମନ। ପ୍ରତିବର୍ଷ କିଛି ସ୍ପେସିଫିକ ମାସରେ ନିଜ ଗାଁ ବା ସହର ଛାଡି ଲୋକମାନେ କୌଣସି ଅନ୍ୟ ରାଜ୍ୟ ବା ଅନ୍ୟ ସହରକୁ ଯାଇଥାନ୍ତି ରୋଜଗାର ଖୋଜିବା ପାଇଁ। ମୋଷ୍ଟଲି ଲେବର କ୍ୟାଟେଗୋରୀର ଲୋକମାନେ କନଷ୍ଟ୍ରକ୍ସନ ସାଇଟ୍, ଇଟା ଭାଟି ବା ଫାର୍ମିଂ ଲ୍ୟାଣ୍ଡ, ହୋଟେଲ, ଢାବା କିମ୍ବା କୌଣସି ଫ୍ୟାକ୍ଟ୍ରିରେ କାମ ଖୋଜିବା ପାଇଁ। ମାଇଗ୍ରେସନ ମୁଖ୍ୟତଃ ଦୁଇ ଟାଇପର ଅଛି। ଡିଷ୍ଟ୍ରେସ ମାଇଗ୍ରେସନ, ଯେତେବେଳେ ଲୋକମାନେ ବାଧ୍ୟ ହୋଇ କୌଣସି ସ୍ଥାନକୁ ମାଇଗ୍ରେଟ ହୁଅନ୍ତି। ଏହାର ବହୁତ କାରଣ ଥାଇପାରେ, ଯେମିତି ମରୁଡି କିମ୍ବା ରୋଜଗାର ଅଭାବ କିମ୍ବା ଫସଲ ନଷ୍ଟ ହୋଇଯିବା ଫଳରେ। ଆସ୍ପିରେସନାଲ ମାଇଗ୍ରେସନ, ଯେତେବେଳେ ଲୋକମାନେ ବେଟର ଜବ କିମ୍ବା ବେଟର ଲାଇଫଷ୍ଟାଇଲ ପାଇଁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତି। ଯଦି ଆମେ ଦେଖିବା ତାହେଲେ ଓଡିଶାର ଲୋକ ଫାର୍ଷ୍ଟ କ୍ୟାଟେଗୋରୀ ମାନେ ଡିଷ୍ଟ୍ରେସ ମାଇଗ୍ରେସନରେ ଆସନ୍ତି। ଲୋକ ନିଜ ଗାଁ, ନିଜ ସହର, ଫ୍ୟାମିଲିକୁ ଛାଡି କାହିଁକି ବାହାରକୁ ରୋଜଗାର ଖୋଜିବା ପାଇଁ ଯାଆନ୍ତି? ଏହାର ସିଧା ଉତ୍ତର ହେଉଛି ଓଡିଶାରେ ସେମାନଙ୍କୁ ରୋଜଗାର ମିଳୁନାହିଁ। ମୋର ଏହି କଥାରେ ଆପଣ ବି ଏଗ୍ରି କରିବେ। ଓଡିଶାରେ ପ୍ରାୟ 80% ପପୁଲେସନ ଆପଣଙ୍କୁ ରୁରାଲ ଏରିଆରେ ଦେଖିବାକୁ ମିଳିବ, ଯୋଉଠି ଜୀବିକା ପ୍ରାୟ ଖେତିବାଡି ଉପରେ ନିର୍ଭର କରେ। କିନ୍ତୁ ଯଦି ଆମେ ଷ୍ଟାଟିଷ୍ଟିକ ଦେଖିବା ତାହେଲେ ଜାଣିପାରିବା ଯେ ଖେତିବାଡିର ଇନକମ ବହୁତ ଲୋ ଆସେ। ଗୋଟିଏ ଫ୍ୟାମିଲିର ବାର୍ଷିକ ଆୟ କେବଳ 50,000 ରୁ 70,000 ଭିତରେ ଥାଏ। ଏହାର ମୁଖ୍ୟ କାରଣ ହେଉଛି ବହୁତ ସାରା ଚାଷୀମାନଙ୍କ ପାଖରେ ନିଜର ଜମି ନାହିଁ। ଏମାନେ ଡିପେଣ୍ଡେଣ୍ଟ ଥାନ୍ତି ଅନ୍ୟମାନଙ୍କ ଜମି ଉପରେ। ଇନକମ ହିସାବରେ ଦେଖିଲେ ସେମାନଙ୍କ ଇନକମ ବହୁତ ଲୋ ଆସେ। ଏମିତିରେ ନିଜ ଫ୍ୟାମିଲିକୁ ସମ୍ଭାଳିବା ପାଇଁ ସେମାନଙ୍କୁ ଅନ୍ୟ କାମର ଖୋଜରେ ଅନ୍ୟ ରାଜ୍ୟକୁ ଯିବାକୁ ପଡେ। ଏବଂ ଏହାର ଆଉ ଗୋଟେ କାରଣ ବି ଅଛି। ଓଡିଶାର ପ୍ରାୟ ଜାଗାରେ ଚାଷ 50% କାମ କରେ। ଏବେ ବି ବହୁତ ଏରିଆରେ ଭଲ ଇରିଗେସନ ଫ୍ୟାସିଲିଟି ଆପଣଙ୍କୁ ଦେଖିବାକୁ ମିଳିବ ନାହିଁ। ପାଖାପାଖି 36% ଇରିଗେଟେଡ। ତେଣୁ ଚାଷୀ ମାନଙ୍କୁ ବର୍ଷା ଉପରେ ଡିପେଣ୍ଡ କରିବାକୁ ପଡେ। ଯଦି ବର୍ଷା ଅଧିକ ହେଇଗଲା ତାହେଲେ ବନ୍ୟାର ସମସ୍ୟା, ଆଉ ଯଦି କମ ହେଲା ମରୁଡି ସମସ୍ୟା। ଏମିତିରେ ଫସଲ ନଷ୍ଟ ହେବାର ଚାନ୍ସ ଅଧିକ ଥାଏ। ଆଉ ଚାଷୀମାନେ ଯୋଉ ଲୋନ ଆଣିଥିବେ ସେଗୁଡାକ ବି ରିପେମେଣ୍ଟ କରିବାର ଅଛି। ସେଥିପାଇଁ ସେମାନେ କାମର ଖୋଜରେ ବାହାରକୁ ଚାଲି ଯାଆନ୍ତି। ତେବେ ଏସବୁକୁ ରୋକିବା ପାଇଁ ସରକାର କଣ କରୁଛନ୍ତି? ସରକାର ବହୁତ ସାରା ସ୍କିମ ଲଞ୍ଚ କରିଛନ୍ତି, ଯେମିତିକି ସ୍କିଲ ଡେଭଲପମେଣ୍ଟ ମିଶନ। ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି 2020ରେ କ୍ୟାମ୍ପେନ ଲଞ୍ଚ କରିଥିଲେ। SHG, ସେଲ୍ଫ ହେଲ୍ପ ଗ୍ରୁପ ଆଉ ମିଶନ ଶକ୍ତି ଭଳି ବହୁତ ଗୁଡା ସୁବିଧା ଲଞ୍ଚ କରାଯାଇଛି, ଯେଉଁଥିରେ ମହିଳାମାନଙ୍କୁ ମାଇକ୍ରୋ ଲୋନ ଦିଆଯାଏ। ତା ସହିତ ଛୋଟ ଛୋଟ ବିଜନେସ ରନ୍ କରିବା ପାଇଁ ଟ୍ରେନିଂ ମଧ୍ୟ ଦିଆଯାଏ। ଏହା ସହିତ ବହୁତ ଟାଇପର ପ୍ରୋଗ୍ରାମ ଲଞ୍ଚ ହେଇଛି ଏହାକୁ ରୋକିବା ପାଇଁ। କିନ୍ତୁ ତଥାପି କାହିଁକି ବାହାରକୁ ଯାଉଥିବା ୱାର୍କର ମାନଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢି ଚାଲିଛି? ଯେତେ ବି ପ୍ରୋଗ୍ରାମ ଲଞ୍ଚ ହେଇଛି ସେ ସବୁ ଗ୍ରାଉଣ୍ଡ ଲେଭଲରେ ଇମ୍ପ୍ଲିମେଣ୍ଟ କରାଯାଉ ନାହିଁ, ଯାହା ଫଳରେ ଏହାକୁ ରୋକିବା ମୁସ୍କିଲ ହେଇଯାଉଛି। ତାହେଲେ ଏହାର ସଲ୍ୟୁସନ କଣ ହୋଇପାରେ? ଆସନ୍ତୁ ଜାଣିବା। ସରକାରଙ୍କୁ ଓଡିଶାରେ ହିଁ ବହୁତ ଗୁଡେ ଫ୍ୟାକ୍ଟ୍ରି